ତ ଶ୍ରୋତାବନ୍ଧୁ ଆଜି ଶୁଣିବା ଶକୁନ୍ତଳା ପଣ୍ଡାଙ୍କର ମନିକାର ଘର ଗଳ୍ପ ସଂକଳନର ଏକ ସୁନ୍ଦର ଗଳ୍ପ ପରାଜିତ ସମ୍ରାଟ। ମା କବାଟ ଖୋଲ। କିଏ? ନୀଳାଞ୍ଜନ ବିଛଣାରେ ଉଠି ବସିଲେ। ଝରକା ଫାଙ୍କରେ ଆକାଶକୁ ଚାହିଁଲେ। ବାହାରେ ଅନ୍ଧାର ଅଛି। ଆକାଶରେ ତାରାମାନେ ଜଳୁଛନ୍ତି। ମେଘ ଫାଙ୍କରେ ତେଜହୀନ ଚନ୍ଦ୍ର। ରାତି ଶେଷ ହୋଇନାହିଁ। ଅନିଦ୍ରା ହେତୁ ମୁଣ୍ଡରେ ପଥର ଲଦିଲା ଭଳି ଲାଗୁଛି। ଆଖି ପଡ଼ୁଛି, ଆଉ ଘଣ୍ଟାଏ ଶୋଇ ହେବ। ନୀଳାଞ୍ଜନା ଆଖି ବୁଜିବାକୁ ଚେଷ୍ଟା କଲେ। ଏଇ କେତେ ଦିନ ହେବ ସେ ଏମିତି କେତେ କ'ଣ ସ୍ୱପ୍ନ ଦେଖୁଛନ୍ତି। ସ୍ୱପ୍ନ ସତ ହୁଏ ନାହିଁ। ତଥାପି ଥରେ ହେଲେ ସେ ଆସନ୍ତା। ତାକୁ କଳେଇ ନେଇ ନୀଳାଞ୍ଜନା କୁହନ୍ତେ, ତୋର ମା ଅଛି, ତୁ କାହିଁକି ଦୁଃଖ କରୁଛୁ? ତୋ ପାଇଁ ଯାହା ଦରକାର ମୁଁ କରିବି। ବିଶ୍ୱାସ ହେଉନାହିଁ? ଧନଟା ପରା, ତୁ ଆଉ ମୁହଁ ସୁଖାନା। ତଣ୍ଟି ପାଖରେ ଛାତିରେ କହ ଜମିଲା। କେତେ ଦିନ ହେଲା ତାକୁ ହିଁ ଝୁରି ହେଉଛନ୍ତି ନୀଳାଞ୍ଜନା। ସେ କୁଆଡ଼େ ଗଲା? ପରୀଟିଏ ହେଇ ଉଡ଼ିଗଲା କି? ମା କୋଳରୁ ଘୁଞ୍ଚୁ ନଥିଲା କଣ୍ଢେଇ ଭଳି ସାନ ଝିଅଟା କେମିତି ଏତେ ଦୁଃଖୀ ହୋଇଗଲା? ଜନ୍ମରୁ ଦଫାଗରା ରଙ୍ଗ। ଦୁଇ ଗାଲରେ କିଏ ଯେପରି ଗୋଲାପୀ ରଙ୍ଗ ଛୁଆଇ ଦେଇଛି। ବଡ଼ ବଡ଼ ସୁନ୍ଦର ଆଖି ଦୁଇଟି ଦେଖିଲେ ଦୁଃଖ ପାସୋରି ହୋଇଯାଏ। ତା କଣ୍ଠରେ ଗୀତଟିଏ ଶୁଣିଲେ ମନ ପୁରିଯାଏ। କେବେ କିପରି ଲୁଚେଇ ଲୁଚେଇ ଘରେ ବାପା ନଥିବା ବେଳେ ସେ ଗିଟାର ବଜାଏ। ମା'କୁ ଡାକି ପାଖରେ ବସି ନୂଆ ଫିଲ୍ମର ଧୁନ୍ ଶୁଣାଏ। ନୀଳାଞ୍ଜନା ତାଙ୍କ ଭାଇ ହାତରେ ଖବର ଦେଇ ବେଶ୍ ସାହସର ସହିତ ବିଦେଶରୁ ମଗାଇଥିଲେ ରୋଜି ମନଲାଖି ଏଇ ଗିଟାରଟି। ଅନିରୁଦ୍ଧଙ୍କୁ ନ ଜଣାଇ ଗେହ୍ଲା ଝିଅ ପାଇଁ ଏତିକି କରିଥିବାରୁ ବେଶ୍ ମନସ୍ତାପରେ ରହିଲେ ସେ କେତେଦିନ। ରୋଜି ଆନନ୍ଦରେ ମା ବେକରେ ଦୁଇ ହାତ ଛନ୍ଦି ସଂସାରର ସବୁ ସୁଖ ପାଇବା ଭଳି ନାଚିଥିଲା ସେଦିନ। ଅଥଚ ସେହି ପ୍ରିୟ ଜିନିଷଟି ଛାଡ଼ି କୁଆଡ଼େ ଉଭେଇ ଗଲା ସେ। ବାହାରେ କବାଟରେ କିଏ ଧୀରେ ଠକ୍ ଠକ୍ କରୁଛି। କିଏ ତାଙ୍କ ନାଁ ଧରି ଡାକିବା ଭଳି ଲାଗୁଛି। ଆଉ ଥରେ ବିଛଣାରେ ଉଠି ବସିଲେ ନୀଳାଞ୍ଜନା। ଏତେ ରାତିରେ କିଏ ଆସିବ? ଅନିରୁଦ୍ଧ? ନା, ଏ ତାଙ୍କର ମନର ଭ୍ରମ। ସେ ଆସିବେ ନାହିଁ। ଯିବାବେଳେ କହିଗଲେ, ଏ ଘରକୁ ତୁମେ ବିଶୃଙ୍ଖଳ ବିଧ୍ୱସ୍ତ କରିଦେଇଛ। ଆଉ କେବେ ବି ମୁଁ ଏ ସ୍ଥାନରେ ପାଦ ଦେବି ନାହିଁ। ଯଦି ଫେରିଆସେ ତେବେ ଆସିବି ମୋ ଜନ୍ମ ମାଟିକୁ। ସେହି ଗାଁରେ ମୋର ଶେଷ ଜୀବନ ବିତାଇ ଦେବି। ସେହି ପ୍ରିୟ ଲୋକଙ୍କ ପାଇଁ କିଛି କାମ କରିବାରେ ହିଁ ସାର୍ଥକତା। ନୀଳାଞ୍ଜନାଙ୍କ ମୁହଁ ଏମିତି କରୁଣ ହୋଇ ଉଠୁଛି କାହିଁକି? ଅନିରୁଦ୍ଧଙ୍କର ଆଦର୍ଶବାଦୀ ମନ ନୀତି ନିୟମ ଶୃଙ୍ଖଳା ପ୍ରତି କ୍ଷେତ୍ରରେ ଏ ପରିବାରରେ ଅସନ୍ତୋଷ ସୃଷ୍ଟି କରେ କାହିଁକି? ଅଥଚ ତାଙ୍କ ଗାଁରେ ଅଫିସରେ ସେ ସମସ୍ତଙ୍କର ପ୍ରିୟ ପାତ୍ର। ଘରର ବାହାରେ ସେ ଶାନ୍ତ ସଂଯତ ବ୍ୟକ୍ତିଟିଏ। ଘରକୁ ଫେରିଲେ କ୍ରୋଧୀ ଦୁର୍ବାସା। ଅନିରୁଦ୍ଧଙ୍କର ମନେହୁଏ ସ୍ତ୍ରୀ ପୁତ୍ର କନ୍ୟା ସଭିଏଁ ତାଙ୍କର ବିରୁଦ୍ଧାଚରଣ କରୁଛନ୍ତି। ନୀଳା ଶୀଘ୍ର ଆସିବ, ଆଦେଶ ଦେବା ସ୍ୱରରେ ଡାକନ୍ତି ଅନିରୁଦ୍ଧ। ସେତେବେଳେ ହୁଏତ ନୀଳାଞ୍ଜନା ଠାକୁର ଘରେ ପୂଜା ପ୍ରାର୍ଥନାରେ ମନୋନିବେଶ କରିଥିବେ କିମ୍ବା ରୋଷେଇ ଘରେ ଠିକ୍ ସମୟରେ ରନ୍ଧା ଶେଷ ପାଇଁ ଲାଗିଥିବେ। ତଥାପି ଆସିବାକୁ ହେବ। ଅନିରୁଦ୍ଧଙ୍କର ଆଦେଶ ଅମାନ୍ୟ କରିବାର ଆସ୍ପର୍ଦ୍ଧା କାହାରି ନାହିଁ ଏ ଘରେ। ପୁଅ ଝିଅଙ୍କର ସବୁ କଥା ସବୁବେଳେ ନୀଳାଞ୍ଜନାଙ୍କ ପାଖରେ। ମା'ଙ୍କୁ ଆଢ଼ୁଆଳ କରି ବାପାଙ୍କ ସହ ସମ୍ପର୍କ। ନୀଳାଞ୍ଜନା ଓ ପିଲାଙ୍କ ପ୍ରତି ଉଦ୍ଦିଷ୍ଟ ଅନିରୁଦ୍ଧଙ୍କର ପରୋକ୍ଷ ଭାଷ୍ୟର ଦାସ ସେମାନଙ୍କୁ ଛୁଇଁଯାଏ। ଝାଉଁଳି ପଡ଼ନ୍ତି ପିଲା ତିନୋଟି। ନୀଳାଞ୍ଜନା ସ୍ୱଳ୍ପ ହସି କହନ୍ତି, ଏତେ ବଡ଼ ବଡ଼ ପିଲା ହେଲେ ବାପାଙ୍କୁ ଚିହ୍ନିଲଣି? ସେ ଯାହା କୁହନ୍ତି ତୁମର ଭଲ ପାଇଁ। ଏସବୁ ତୀବ୍ର ଶୃଙ୍ଖଳାର କଥା। ତୁମ ବାପା ତ ପିଲାଦିନେ ସେଇଭଳି ବଢ଼ିଛନ୍ତି। କେତେବେଳଠାରୁ ତୁମକୁ ଡାକୁଛନ୍ତି ଶୁଣିପାରୁନ? ଅନିରୁଦ୍ଧଙ୍କର ଚକ୍ଷୁ ରକ୍ତବର୍ଣ୍ଣ। ନିଅ ଏ ସାର୍ଟ ପ୍ୟାଣ୍ଟ କେବେ ଖୋଲି ଦେଖିଛ? କାହାର କାମ ଏସବୁ? ନୂଆ ସାର୍ଟ ଧୋବା ସିଲେଇ ଖୋଲି ଦେଇଛି। ଏସବୁରେ ବୋତାମ ନାହିଁ। କ'ଣ ଯେ କର ଘରେ ବସି ବସି?
ଅନିରୁଦ୍ଧଙ୍କର ହାତରୁ ସେଇ ସାର୍ଟ ପ୍ୟାଣ୍ଟ କେତେ ଖଣ୍ଡ ନେଇ ଅଲଗା କରି ରଖିଦେଇ ରୋଷେଇ ଘରକୁ ବାହାରି ଯାଆନ୍ତି ନୀଳାଞ୍ଜନା। ପ୍ରତି ମୁହୂର୍ତ୍ତରେ ଅନିରୁଦ୍ଧଙ୍କର ଉଗ୍ରରୂପ, ଅସହ୍ୟକର କଥା ସବୁ ତାଙ୍କୁ ଆହତ କରି। ଏବେ ଏସବୁ ନେଇ ମନ ଖରାପ କରିବା ସେ ଭୁଲି ଯାଇଛନ୍ତି ବହୁ ବର୍ଷ ପୂର୍ବରୁ। ତଥାପି ଖାଇବା ଟେବୁଲରେ, ଶୋଇବା ବିଛଣାରେ ଅନିରୁଦ୍ଧଙ୍କର ବ୍ୟସ୍ତ ବିରକ୍ତ ସ୍ୱର କେବେ କେବେ ଅତ୍ୟନ୍ତ ଅସହ୍ୟକର ହୁଏ। କାଠଗଢ଼ାରେ ଆସାମୀକୁ ଠିଆ କରାଇ ପ୍ରଶ୍ନ କରିବା ଭଳି ଗମ୍ଭୀର ସ୍ୱରରେ ଅନିରୁଦ୍ଧ ପଚାରନ୍ତି, ନୀରଜା କ'ଣ କରୁଛି? ଶୋଇଥିବ। ଫୋନରେ କଥା କହୁଛି ଜାଣିପାରୁନ? ପିଲାଙ୍କ କଥାରେ ମୁଁ କାନ ଦିଏ ନାହିଁ। କ'ଣ କହିଲ? 22-23 ବର୍ଷର ଝିଅ ରାତି ଅଧରେ କାହା ସହ ଅନ୍ତରଙ୍ଗ ଆଳାପରେ ମଜି ଯାଉଛି, ମାଆଟିଏ ସେଇ ଖବର ରଖିବ ନାହିଁ, ତାକୁ ଆକଟ କରିବ ନାହିଁ। ନୀରଜା ଭଳି ଝିଅକୁ ନୀଳାଞ୍ଜନାର କିଛି କହିବାର ଆବଶ୍ୟକ ହୁଏ ନାହିଁ। ମା ପାଖରେ କୋଉ କଥା ସେ ଅଛପା ରଖେ ନାହିଁ। ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣପଦକ ବିଜୟିନୀ ନୀରଜା। ସେ ଯଦି ତାଙ୍କ ସମକକ୍ଷ, ତା ସହ ମନ ମିଳୁଥିବ, ଏକାଠି ପଦସ୍ଥ ଚାକିରିରେ ଯୋଗ ଦେଇଥିବା ପ୍ରଭାତ ସହ ବନ୍ଧୁତା କରି ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରି ସେ ବାଧା ଦେବ କାହିଁକି? କେଉଁ ମା ଅବା ଝିଅର ସୁଖ ଖୋଜେ ନାହିଁ? ଅଭିଜାତ୍ୟ ସମ୍ପନ୍ନ ପରିବାରର ସମ୍ମାନ, ବଂଶ ପରମ୍ପରା, ବହୁ ନୀତି ନିୟମ, ସୀମାରେଖାକୁ ଜଗି ବସିଥିବା ଅନିରୁଦ୍ଧଙ୍କୁ ଏସବୁ ବୁଝେଇବା ଖୁବ୍ କଷ୍ଟ। ମଣିଷର ମନ, ବିଶେଷ କରି ନିଜର ସ୍ତ୍ରୀ ପିଲାଙ୍କୁ ବୁଝିବା ଅପେକ୍ଷା ସେମାନଙ୍କୁ ଶାସନ କରିବା ପଦ୍ଧତିରେ ସେ ଅଧିକ ବିଶ୍ୱାସ କରନ୍ତି। ଶେଷରେ ଅନିରୁଦ୍ଧଙ୍କର ଜିଦ୍ ରହିଲା। ନୀରଜା ପ୍ରଭାତଙ୍କର ବିବାହ ସେ କରାଇ ଦେଲେ ନାହିଁ। ଏମିତି ଚୁପଚାପ ନୀରବରେ ଯନ୍ତ୍ରଣା ସହି ନେବାର ଝିଅ କ୍ୱଚିତ୍ ଦେଖିଥିବ ନୀଳାଞ୍ଜନା। ନୀରଜାର ଓଠରୁ ହସ ଲିଭିଗଲା। ତାର ଶୁଷ୍କ ବିରସ ମୁହଁ ଦେଖି ନୀଳାଞ୍ଜନାଙ୍କ ହୃଦୟରୁ ସତେକି ରକ୍ତ ଝରିଲା। ନୀରଜା ଦିନେ ପାଠ ସହ ଅଧିକ ଅନ୍ତରଙ୍ଗ ଥିଲା। ତେବେ ବିବାହ ପରେ ଶ୍ୱଶୁର ଘରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଯାହା ଯେତିକି ପାରିଛି କରିଛି। ଶେଖରଙ୍କୁ ସ୍ଥିର ଚିତ୍ତରେ କହିଛି, ଆମେ ଟିକେ ଶାନ୍ତିରେ ସୁଖରେ ରହିପାରନ୍ତେ ନାହିଁ? ତୁମେ ଯଦି କହିବ ମୁଁ ଛୁଟି ନେବି, ବାହାରେ କେତେ ଦିନ ବୁଲାବୁଲି କରି ଆସିବା। ଶେଖର ହ ହ ହୋଇ ହସନ୍ତି। ଅଭିନୟ ନା ଦୟା କରୁଛ? ମୁଁ ତ ତୁମର ପ୍ରିୟତମ ପ୍ରଭାତ ନୁହେଁ। ମୋ ସାଙ୍ଗରେ କେଉଁ ହିଲ୍ ଷ୍ଟେସନ ଯାଇ ତୁମେ ସୁଖୀ ହୋଇପାରିବ ନା? ତୁମେ ଶାନ୍ତି ପାଇବ କିମ୍ବା ଏ ଘରେ କାହାକୁ ସନ୍ତୋଷ ଦେବାକୁ ସକ୍ଷମ ହେବ? କିଏ ଯେପରି ଶେଖରକୁ କହିଦେଇଛି, ପ୍ରତିଦିନ ପ୍ରଭାତର ନାମ ଉଚ୍ଚାରଣ କରି ତୋର ପତ୍ନୀକୁ ଯଦି ଚାବୁକ ମାଡ଼ ନ ଦେଉ ସେ ତୋର ଅନୁଗତ ହେବ ନାହିଁ। ଦିନରାତି କେତେ ଶୁଣିବ ସେ ପ୍ରଭାତ ସମ୍ପର୍କରେ। ଶୁଣିଛି ପ୍ରଭାତ ଚାକିରି ଛାଡ଼ି ଦେଇ ରିସର୍ଚ୍ଚ କରିବା ପାଇଁ ବିଦେଶ ଯିବାର ଚେଷ୍ଟାରେ ଅଛି। ତାକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଇ ଶେଖର ସହ ସୁଖରେ ସଂସାର କରିବା ପାଇଁ ଚାହୁଁଥିବା ଝିଅଟି କମ୍ କଷ୍ଟ ପାଇନାହିଁ। ବାଧ୍ୟତଃ ନୀରଜା ଆଇନର ଆଶ୍ରୟ ନେଇଥିବା ବିଷୟ ନୀଳାଞ୍ଜନାଙ୍କୁ ଚିଠିରେ ଲେଖିଥିଲା। ବାପାଙ୍କୁ ଏ ବିଷୟରେ ଜଣାଇ ତାର ଭୁଲ ଥିଲେ କ୍ଷମା କରିଦେବ, ଏହା ମଧ୍ୟ ଅନିରୁଦ୍ଧଙ୍କ ଉଦ୍ଦେଶ୍ୟରେ ଲେଖି ଜଣାଇଥିଲା। ସେ ନିଜର ବଦଳି କରାଇ ସେହି ସହରରୁ ବିଦାୟ ନେଇଛି ନୀରଜା। ଅନିରୁଦ୍ଧ ଗର୍ଜି ଉଠିଲେ ଏ ସମସ୍ତ ବିଷୟ ଶୁଣିବା ପରେ। ନୀଳାଞ୍ଜନାଙ୍କୁ ଦୋଷ ଦେବା ସ୍ୱରରେ ଚିତ୍କାର କରି, ଦେଖିଲ ତ କ'ଣ ହେଲା? ଏସବୁ ତୁମର ଶିକ୍ଷା। ଏ ବଂଶ ନଷ୍ଟ ହେବା ବେଳେ ଏଇଭଳି ପୁଅ ଝିଅ ଜନ୍ମ ହୁଅନ୍ତି। ନୀଳାଞ୍ଜନାଙ୍କର ଇଚ୍ଛା ହୁଏ କହିବା ପାଇଁ, ସେ ଯାହା କରିଛି ଠିକ୍ କରିଛି। ଏସବୁ ନୀରଜାର ବିଚାର। ମୁଁ କିଏ? ମୁଁ ତ ମାଟି ପିତୁଳାଟାଏ। ଏ ଘଟଣା ପରେ ଦେବୀଦତ୍ତର ସେ ଚିଠି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ପ୍ରଜ୍ଞା ସହ ତାର ବନ୍ଧୁତା ହୁଏ। ପ୍ରଜ୍ଞାର ବାପା ମା, ଏକମାତ୍ର ସାନ ଭାଇଟି ଲକ୍ଷ୍ନୌରେ ବାସିନ୍ଦା। ସେମାନେ ଓଡ଼ିଆ ନ ହେଲେ ମଧ୍ୟ ଭାରତୀୟ। ତେଣୁ ତୁମର ବାପାଙ୍କର ଏ ବିବାହର ଆପତ୍ତି ରହିବ ନାହିଁ ଆଶା। ଦେବୀଦତ୍ତ ସବୁ ବିଷୟ ବୁଝେଇ ଲେଖି ବାପା ମାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ। ନୀଳାଞ୍ଜନା ମୁହଁ ଖୋଲି ଅନିରୁଦ୍ଧଙ୍କୁ ବାରମ୍ବାର ସେହି ଗୋଟିଏ କଥା କହୁଥିଲେ, ଏବେ ପୁଅ ବୋହୂଙ୍କୁ ଘରକୁ ଆଣି ହୋମଟାଏ କରିଦେବା। ଆମର ଏଠିକାର ବନ୍ଧୁମାନଙ୍କୁ, ଗାଁର ଆତ୍ମୀୟ କୁଟୁମ୍ବ ସମସ୍ତଙ୍କୁ ଭଲ କରି ଭୋଜିଟିଏ ଦେବା। ତୁମେ ଅରାଜି ହୁଅ ନା?
ତୁମର ମୁଣ୍ଡ ଖରାପ? ଏଭଳି ଅନ୍ୟାଚାରକୁ ମୁଁ ଏ ଘରେ କଦାପି ପ୍ରଶ୍ରୟ ଦେବି ନାହିଁ। ସେ କୁଳାଙ୍ଗାର ମୁହଁ ଚାହିଁବି ନାହିଁ। ଅନିରୁଦ୍ଧ ରାଗ ଦୁଃଖରେ ଚିତ୍କାର କରୁଥିଲେ। ସବୁ ଭାବି ମନ ଖରାପ କରିବା ବ୍ୟତୀତ ନୀଳାଞ୍ଜନାର କ'ଣ ବା ଉପାୟ ଥିଲା? ଯାହା ହେବା କଥା ହୋଇଯାଇଛି। ଶିକ୍ଷିତ ଯଜ୍ଞର ପିଲାମାନଙ୍କୁ ବୁଝେଇ କହିବା ପାଇଁ କ'ଣ ଥାଏ? ଝିଅଟି ଯଦି ମନକୁ ପାଇଲା ଅନ୍ତତଃ ବାପା ମାଆଙ୍କୁ ଥରେ ଫୋନରେ ଜଣେଇ ଦେଉଥିଲେ କ୍ଷତି କ'ଣ ହୋଇଥାନ୍ତା? ଦେବୀଦତ୍ତ ଭଳି ପୁଅ ଯଦି ମା ବାପାଙ୍କୁ ଚିଠିଟିଏ ପଠେଇ ଦେଇ ନିଜ ପସନ୍ଦର ଝିଅକୁ ବିଦେଶରେ ବାହା ହୋଇଯାଏ, ଅନ୍ୟ ପିଲାମାନଙ୍କୁ କ'ଣ କହିଦେବ? ସବୁ ସମସ୍ୟାର ଯନ୍ତ୍ରଣାଠାରୁ ଆଉ ଏକ ଭୟଙ୍କର ଦୁଃଖ ଯେ ତାଙ୍କ ପାଇଁ ଅପେକ୍ଷା କରିଥିଲା, ତା କ'ଣ କେବେ ବି ଭାବିପାରିଥିଲେ ନୀଳାଞ୍ଜନା? ସତେକି ପାହାଡ଼ମାନ ଅକସ୍ମାତ୍ ଭାଙ୍ଗି ପଡ଼ିଲେ ତାଙ୍କ ଉପରେ। ସେସବୁ ବିଷୟ ଭାବିବା ବେଳକୁ ଖୁବ୍ କଷ୍ଟ ହେଉଛି ନୀଳାଞ୍ଜନାଙ୍କର। ଏ କେତେ ଦିନ ହେବ ସେ ନିଜ ସହ କଥାବାର୍ତ୍ତା କରନ୍ତି ପାଗଳୀଙ୍କ ଭଳି। କାନ୍ଦି କାନ୍ଦି ନିଜକୁ ନିଜେ ପଚାରନ୍ତି, ନୀଳା, ତୁ କାହିଁକି ବଞ୍ଚିଲୁ କହିଲୁ? ଦେବୀଦତ୍ତ ନୀରଜା ସତେକି ଅନିରୁଦ୍ଧଙ୍କୁ ଠକି ଦେଇଥିଲେ। ସେମାନଙ୍କୁ ଅଖଣ୍ଡ ବିଶ୍ୱାସ କରି ପରାସ୍ତ ସମ୍ରାଟ ଭଳି ମାନସିକ ଯନ୍ତ୍ରଣା ଭୋଗ କରୁଥିଲେ ଅନିରୁଦ୍ଧ। ସବୁ ରାଗ ଏକାଠି କରି ରଜିକୁ ଡାକି ସେ ଯାହା ମନ ତାହା କହିଯାଉଥିଲେ। ଚାକିରିରୁ ଅବସର ନେବା ପରେ ପୂର୍ବ ପ୍ରସ୍ତୁତି ସବୁ ଯୋଜନା ଅନୁସାରେ କିଛି କରିବା ପାଇଁ ସେ ଯାହା ଭାବି ରଖିଥିଲେ, ସେଥି ନିମନ୍ତେ ସେ ସତେକି ସମସ୍ତ ମନୋବଳ ହରାଇ ବସିଥିଲେ ଦିନକୁ ଦିନ। ଅନିରୁଦ୍ଧ କେବେ ପିଲାଙ୍କୁ ନାଁ ଧରି ଡାକିବା ଶୁଣି ନାହାନ୍ତି ନୀଳାଞ୍ଜନା। ଅଥଚ ରଜିକୁ ସକାଳ ସନ୍ଧ୍ୟାରେ ଖୋଜି ହେବା ତାଙ୍କର ଅଭ୍ୟାସ ହୋଇଗଲା। ସେଇ ଝିଅଟି ବାପାଙ୍କର ନାଲି ଆଖିର ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ହୁଏତ ଜନ୍ମରୁ ଶିଖି ଯାଇଥିଲା। ଅନିରୁଦ୍ଧ ଉଚ୍ଚ ସ୍ୱରରେ ଗର୍ଜନ କରୁଥିଲେ। ରଜି ପାଇଁ ନୀଳାଞ୍ଜନାଙ୍କୁ ପ୍ରକାରାନ୍ତରେ କହୁଥିଲେ ସେ। ଜଣେ ପଦସ୍ଥ ପ୍ରଶାସନିକ ଘରେ ଯାବତୀୟ ବିଶୃଙ୍ଖଳା। ଅସମ୍ଭବ। ଦେଖିବ, ରୁହ, ସେମାନଙ୍କୁ କାହାକୁ ମୁଁ ଛାଡ଼ିବି ନାହିଁ। କଠିନ ଶାସ୍ତି ଦରକାର। ଏମିତି ଶୁଣିଲେ ଅଳି ଅଳି ରଜି ଲୁଚେଇ ଲୁଚେଇ ମା କାନି ଘୋଡ଼େଇ ହୋଇ ହସି ପକାଏ। ନୀଳାଞ୍ଜନା ଅନୁଚ୍ଚ ସ୍ୱରରେ ଶାସନ କରନ୍ତି। ଝିଅଟି ତା ସୁଖରେ ସେ ଥାଏ। କଲେଜ ଯାଏ, ଘରେ ପଢ଼ାପଢ଼ି କରେ, ସାଙ୍ଗମାନଙ୍କ ଘରକୁ ବୁଲିଯାଏ, ଖେଳେ, ବୁଲେ, ଗୀତ ଗାଏ, ଟିଭି ଦେଖେ, ସ୍ଲୋ ଭଲ୍ୟୁମ୍ରେ ମ୍ୟୁଜିକ୍ ସିଷ୍ଟମରୁ ତା ପସନ୍ଦର ସଙ୍ଗୀତ ଶୁଣେ, ସାଙ୍ଗମାନଙ୍କ ସହ ଫୋନରେ କଥା କହେ। କାହିଁକି ଯେ ଏସବୁ ଅସହ୍ୟ ହୁଏ ଅନିରୁଦ୍ଧଙ୍କର ବୁଝି ପାରନ୍ତି ନାହିଁ ନୀଳାଞ୍ଜନା। ରଜି ତଥାପି ଖୁସି ଥିଲା। ନୀଳାଞ୍ଜନାକୁ କହୁଥିଲା, ବୁଝିଲ, ମା ବାପା ଏବେ ସବୁ ରାଗ ମୋ ଉପରେ ଝଡ଼ଉଛନ୍ତି। ଶେଷ ପର୍ଯ୍ୟନ୍ତ କ'ଣ ଏମିତି ହେଲା? ସେ ପଦଟିଏ କଥା ଅନିରୁଦ୍ଧ ରଜିର କୋଠରୀରେ ପଶିଯାଇ କହିଲେ, ଫୋନ୍ ରଖିଦେ କହୁଛି। କ'ଣ ଏତେ ଚାଲିଛି କଥାବାର୍ତ୍ତା? ଟିକେ ପରେ ଆସ୍ତେ କହିଲା ରଜି। ଅନିରୁଦ୍ଧ ମନେ ମନେ କୁହୁଳି ଉଠି ଆଉ ଥରେ ଧାଇଁଗଲେ ରଜି ପାଖକୁ। ହାତରୁ ରିଭଲ୍ଭରଟାଏ ଛଡ଼ାଇ କଚି ଦେଲେ। ସେଇଠି ଠିଆ ହୋଇ ଗମ୍ଭୀର ଭାବରେ ରଜି କହିଲା, ଏ କ'ଣ ହେଉଛି ବାପା? ମୋ କଥା କହିଲେ ତୁମର କ'ଣ ଅସୁବିଧା ହୁଏ? କ'ଣ ଭାବିଥିବ ସୁରେଶ? ସୁରେଶ? କିଏ ସେ ପିଲା? ତୁ କାହିଁକି ତାକୁ ଫୋନ୍ କରୁ? ରଜି କିଛି ଉତ୍ତର ଦେଲା ନାହିଁ। ମୁଁ ଯାହା ପଚାରୁଛି ତୋତେ କହିବାକୁ ହେବ। ବେଶ୍ ଦିମାଗ ବଢ଼ି ଯାଉଛି। ରଜି ଯେମିତି ନୀରବରେ ବସି ରହିଲା ତା ପଢ଼ା ଟେବୁଲ ପାଖରେ, ମୁହଁଟା ଥମ୍ ଥମ୍। ଭାବୁଛି, ତୋତେ ମୁଣ୍ଡରେ ବସେଇବି। ପଢ଼ାପଢ଼ି ବନ୍ଦ କର। ଏଥର ଯା ମାଆକୁ ରୋଷେଇ ଘରେ ସାହାଯ୍ୟ କର। କବାଟ ପାଖରେ ଟିକିଏ ଦୂରରେ ଠିଆ ହୋଇ ଆତଙ୍କିତ ହେଉଥିବା ନୀଳାଞ୍ଜନା ଅନିରୁଦ୍ଧଙ୍କୁ ଆଦୌ କିଛି ନ କହି ଅନ୍ୟ ସବୁ ବିଷୟ ନ ଶୁଣିବା ଭଳି ଟେବୁଲରେ ଥିବା ଅଧାପଢ଼ା ଇଂରେଜୀ ନୋଭେଲ ଖଣ୍ଡିକ ଉଠେଇ ନେଲା ରଜି। ମୋ କଥା ଶୁଣିପାରିଲୁ ନାହିଁ? ଅନିରୁଦ୍ଧଙ୍କର ଜିଦ୍ ବଢ଼ିଯାଇଛି। ରଜି ହାତରୁ ବହି ଖଣ୍ଡିକ ଛଡ଼େଇ ନେଇ ବାହାର ବାଲକୋନିରୁ ତଳକୁ ଫୋପାଡ଼ି ଦେଲେ ସେ। ତାଙ୍କୁ ଥରେ ଚାହିଁଦେଇ ପାହାଚରେ ତଳକୁ ଓହ୍ଲାଇ ଗଲା ରଜି। ରୋଷେଇ ଘରକୁ ଯାଇ ଖାଇବାର ସମୟ ନ ହୋଇଥିଲେ ବି ନିଜ ପାଇଁ ଗୋଟିଏ ପ୍ଲେଟରେ ଯାହା ରନ୍ଧା ହୋଇଥିବା ବାଢ଼ି ନେଇ ଟେବୁଲ ପାଖରେ ବସି ଖାଇବାର ମନ ଦେଲା ସେ। ଅନିରୁଦ୍ଧଙ୍କର ରାଗ ଥଣ୍ଡା ପଡ଼ିଥିଲା। ଅନିରୁଦ୍ଧ
ନୀଳାଞ୍ଜନକୁ ମାଗି ଚା କପ୍ଟିଏ ନେଇ ବଗିଚା ପାଖ ବାହାର ବାରଣ୍ଡାକୁ ସେ ଚାଲି ଯାଇଥିଲେ। ରୋଜି ଖାଇସାରି ଉଠି ଯାଇଥିଲା ତା କୋଠରୀକୁ। ବିଛଣାରେ ଶୋଇ ଶୋଇ କ'ଣ ଭାବୁଥିଲା। ନୀଳାଞ୍ଜନା ତା ପାଖକୁ ଯିବାକୁ ସାହସ କଲେ ନାହିଁ। ଠିକ୍ ସେଇଦିନ କ'ଣ ଏମିତି ଅଶୁଭ ବେଳା ଥିଲା କେଜାଣି। ନୀଳାଞ୍ଜନା ଦିନଟାରେ ଶୋଇବାକୁ କେବେ ବି ଭଲ ପାଆନ୍ତି ନାହିଁ। 3 ଥର ଯାଇ ଝିଅର ଶୋଇବା କୋଠରୀ ପାଖରେ ଚାହିଁ ଦେଇ ଆସିଲେ ସେ। ରୋଜି ବିଛଣାରେ ପଡ଼ିଥାଏ ଆଖି ବୁଜି। ଅନ୍ୟ ଛୁଟି ଦିନ ଭଳି ମା ସାଙ୍ଗରେ ଆସି କଥା ଗପିବା, କିଛି ଖେଳିବା ପାଇଁ ଅଳି କରିବା, ଏସବୁ କିଛି କଲା ନାହିଁ ସେ। ତାକୁ ଅପେକ୍ଷା କରି ବୈଠକ ଘରେ କିଛି ସମୟ ବସି ରହିଥିଲେ ନୀଳାଞ୍ଜନା। କାମ କରିବାକୁ ଥିବା ଲୋକଟି ସନ୍ଧ୍ୟାରେ କୁଆଡ଼େ ବୁଲିଯିବା ପାଇଁ କହି ସେତେବେଳକୁ ଛୁଟି ନେଇ ବାହାରିଗଲା। ନୀଳାଞ୍ଜନା ବାଧ୍ୟତଃ ଉଠିଗଲେ ବିଛଣାରେ ଶୋଇ ସାମାନ୍ୟ ବିଶ୍ରାମ ନେବାକୁ। କେତେବେଳେ ତାଙ୍କ ଆଖି ଲାଖିଯାଇଛି ଅକସ୍ମାତ୍ ଅନିରୁଦ୍ଧଙ୍କର ପାଟିରେ। ତାଙ୍କ ନିଦ ଭାଙ୍ଗିଗଲା। ସେ ବାହାରକୁ ଉଠି ଆସିଲେ। କୁଆଡ଼େ ଗଲା ସେ? ଘରେ କେଉଁଠି ନାହିଁ? ଥାଉ, ମନ ଖରାପ କରିଛି, କିଛି କୁହ ନାହିଁ। ପଡ଼ୋଶୀଙ୍କ ଘରକୁ ଯାଇଥିବ, ତା ସାଙ୍ଗ ନନ୍ଦିତା ପାଖକୁ। ନୀଳାଞ୍ଜନା ଅନ୍ୟ କିଛି ଭାବିପାରିଲେ ନାହିଁ। ଅନିରୁଦ୍ଧ ମଧ୍ୟ ନୀଳାଞ୍ଜନାଙ୍କ କଥା ବିଶ୍ୱାସ କରି ଅଧିକ କିଛି କହିଲେ ନାହିଁ। କୁଆଡ଼େ ଗଲା ରୋଜି? ସନ୍ଧ୍ୟା ଯାଇ ରାତି ହେଲା। ନନ୍ଦିତା ଘରେ ଥରେ ପଚାରିଥିଲେ ନୀଳାଞ୍ଜନା। ଅନିରୁଦ୍ଧ ତାଙ୍କ ବାରଣ କଲେ। ଅଧିକ ଖୋଜାଖୋଜି କରିବାଟା ନିହାତି ଅସମାନକର। ବରଂ ଅପେକ୍ଷା କରିବା ଉଚିତ। କେତେ ସମୟ? ନା, ତୁମେ ଥରେ କୁଆଡ଼େ ଫୋନ୍ କର। ନିଜେ ବାହାରକୁ ଯାଅ ଗାଡ଼ି ନେଇ। ନୀଳାଞ୍ଜନା ବ୍ୟସ୍ତ ହୋଇ କହୁଥିଲେ ଅନିରୁଦ୍ଧଙ୍କୁ। ଆଖିରୁ ଲୁହ ଝରୁଥିଲା। ଠାକୁରଙ୍କୁ ଡାକିବା ବ୍ୟତୀତ ତାଙ୍କର କିଛି କହିପାରିବାର ଶକ୍ତି ନଥିଲା। ଭିତରରେ ବାହୁନି ବାହୁନି କାନ୍ଦୁଥିଲେ ସେ। ନୀଳା ନୀଳା। ନୀଳାଞ୍ଜନା ଶୋଇବା ଘର କବାଟ ଖୋଲି ବାହାରି ଆସିଲେ। ଠିକ୍ ଏତିକିବେଳେ ସମ୍ଭବତଃ ଅନେକ ସମୟ ପର୍ଯ୍ୟନ୍ତ ଲିଭି ଯାଇଥିବା ବାହାର ରାସ୍ତାର ବିଜୁଳି ଆଲୋକ କେତୋଟି ଜଳି ଉଠିଲା। ତାଙ୍କ ଘରର କଲିଂ ବେଲ୍ଟା ବାଜି ଉଠିଲା। କିଛି ଚିନ୍ତା କରିବା ପୂର୍ବରୁ ଦାଣ୍ଡଦୁଆର ପର୍ଯ୍ୟନ୍ତ ଧାଇଁ ଯାଇଥିଲେ ନୀଳାଞ୍ଜନା। ଅନିରୁଦ୍ଧ ଫେରିଛନ୍ତି ମାତ୍ର କେତେଟା ଦିନରେ। କ'ଣ ଦେଖାଯାଉଛନ୍ତି ସେ? କିନ୍ତୁ ରୋଜି, ସେ କାହିଁ? ସେ ଫେରି ନାହିଁ ଯେ? ମୋ ରୋଜି କାହିଁ? କୁହ, ତୁମେ ତାକୁ ପାଇଲ ନାହିଁ? ସେ ବଞ୍ଚିଛି ତ? କୁଆଡ଼େ ଯାଇଥିଲ ତୁମେ? ଅନିରୁଦ୍ଧ ମନେ ହେଉଥିଲା ଆଉ କେହି ଜଣେ। ନୀଳାଞ୍ଜନା ନିଜକୁ ସମ୍ଭାଳି ପାରିଲେ ନାହିଁ। ବ୍ୟସ୍ତରେ ଚିତ୍କାର କରି କାନ୍ଦି କାନ୍ଦି କ'ଣ ସବୁ ସେ କହିଦେଉଥିଲେ। ମୁଁ ଜାଣିଥିଲି ତୁମେ ତାକୁ ଖୋଜି ଆଣି ପାରିବ ନାହିଁ। ସେ ଅଛି, ସେ ନିଶ୍ଚୟ କେଉଁଠି ହେଲେ ଅଛି। ମୁଁ ତାକୁ ଖୋଜି ନେଇ ଆସିବି। ସେ ପୁଣି ଗୀତ ଗାଇବ, ପ୍ରଜାପତି ପଛରେ ଧାଇଁବ। ମୋ ରୋଜି, ମୋ ସୁନା, ମୋ ଧନ। ନୀଳାଞ୍ଜନା 50-52 ବର୍ଷ ବୟସର ଦେହଟାରେ ଏତେ ଶକ୍ତି କୁଆଡ଼େ ଆସିଲା କେଜାଣି। ଅନିରୁଦ୍ଧଙ୍କର ହାତ ଛଡ଼ାଇ ବାହାର ରାସ୍ତାକୁ ସେ ପଳାଇ ଯାଇଥିଲେ। ସେପାଖ ଆକାଶରୁ ଧୀରେ ଅନ୍ଧକାର ପଛି ହୋଇ ଆସୁଥିଲା। ଏଇଠି ସରିଲା ଗଳ୍ପ। ଗଳ୍ପଟି କେମିତି ଲାଗିଲା ଆପଣଙ୍କର ମତାମତ